নমস্কার, জয় জগন্নাথ, গুড মর্ଣ୍ଣିଂ ସାଙ୍ଗମାନେ। ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସର୍ବପ୍ରଥମେ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ସୁନ୍ଦର ଢଗ ପ୍ରଶ୍ନ ମଜାଦାର ଭିଡ଼ିଓ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଆଶା ଓ ବିଶ୍ୱାସ ରଖିଅଛୁ। ସାଙ୍ଗମାନେ ଆପଣମାନଙ୍କୁ ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲ୍କୁ ନୂଆ ଆସିଥାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଆଜିର ଏ ମଜାଦାର ଭିଡ଼ିଓ ଦେଖିବାର ସୁଯୋଗ ନିଅନ୍ତୁ। ଯଦି ଆପଣମାନେ ସବସ୍କ୍ରାଇବ୍ କରିନିଅନ୍ତି, ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଆମେ ଯେକୌଣସି ଭିଡ଼ିଓ ଅପଲୋଡ଼ କରିବୁ ପହଞ୍ଚିଯିବ ଏବଂ ଆପଣମାନେ ଡେଲି ଦେଖିବାର ସୁଯୋଗ ପାଇପାରିବେ ସାଙ୍ଗମାନେ। ନା କ'ଣ କହୁଛ? ତାହେଲେ ପ୍ରଥମ ଢଗ ପ୍ରଶ୍ନ ରହିଲା ଭାଉଜଙ୍କୁ। ଭାଉଜ ହିସାବ କରିବେ, ଯଦି ଭାଉଜ ନ କହିପାରିଲେ ସାଙ୍ଗମାନେ ଭାଉଜଙ୍କୁ ଟିକେ ସାହାଯ୍ୟ କରିବେ ବୋଲି ଆଶା ଓ ବିଶ୍ୱାସ ଆମେ ରଖିଅଛୁ। କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ସବୁବେଳ ପାଇଁ ଖୋଲା ରଖିଛୁ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଆପଣମାନେ ନିଶ୍ଚିନ୍ତ ସେ କମେଣ୍ଟ ବକ୍ସରେ ଲେଖିବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ତାହେଲେ ପ୍ରଥମ ଢଗ ପ୍ରଶ୍ନଟି ଷ୍ଟାର୍ଟ କରୁଛି। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଆପଣମାନେ ଶୁଣନ୍ତୁ। କହିଲେ ଦେଖି, ଏକ ପଡ଼ିଆରେ କିଛି ଗାଈ ଓ କିଛି ବଗ ଥିଲେ। ମୋଟ ମୁଣ୍ଡ ସଂଖ୍ୟା 40 ଏବଂ ଗୋଡ଼ ସଂଖ୍ୟା 112 ଥିଲା। ତେବେ ଗାଈ ସଂଖ୍ୟା କେତେ? ବୁଝିପାରିଲ? ଏକ ପଡ଼ିଆରେ କିଛି ଗାଈ କିଛି ବଗ ଥିଲେ। ମୋଟ ମୁଣ୍ଡ ସଂଖ୍ୟା 40 ଏବଂ ଗୋଡ଼ ସଂଖ୍ୟା 112 ଥିଲା। ତେବେ ଗାଈ ସଂଖ୍ୟା କେତେ? ସାଙ୍ଗମାନେ ଆପଣମାନେ ଭଲ ଭାବରେ ବୁଝିପାରିଥିବେ ବୋଲି ଆମେ ଜାଣିଛୁ। ମୁଁ ଆପଣମାନଙ୍କୁ ଭଲ ଭାବରେ କ୍ଲିଅରରେ ବୁଝାଇ ଦେଇଛି। ଭାଉଜ ହିସାବ କରୁଛନ୍ତି। ଯଦି ଭାଉଜ ହିସାବରେ କିଛି ଭୁଲ ରଖନ୍ତି ଆପଣମାନେ ସଂଶୋଧନ କରି କମେଣ୍ଟ ବକ୍ସଟି ଖୋଲା ରଖିଛୁ, ଆପଣମାନେ ଦେଇପାରନ୍ତି। ସାଙ୍ଗମାନେ ଆଉ ଥରେ କହିଦେଉଛି, ଭାଉଜ ଭାବିବା ପୂର୍ବରୁ ଆପଣମାନେ ଭଲ ଭାବରେ ଶୁଣି ନିଅନ୍ତୁ। ଏକ ପଡ଼ିଆରେ କିଛି ଗାଈ ଓ କିଛି ବଗ ଥିଲେ। ମୋଟ ମୁଣ୍ଡ ସଂଖ୍ୟା 40 ଏବଂ ଗୋଡ଼ ସଂଖ୍ୟା 112 ଥିଲା। ତେବେ ଗାଈ ସଂଖ୍ୟା କେତେ ଥିଲା? ଭାଉଜ ଚିନ୍ତାରେ ଅଛନ୍ତି, କହିପାରୁନାହାନ୍ତି। ଆପଣମାନେ ଭାଉଜଙ୍କୁ ଟିକେ ସାହାଯ୍ୟ କରିବେ। ଯାହା ହେଉ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, କାରଣ ଏ ଢଗ ପ୍ରଶ୍ନଟି ଆପଣମାନଙ୍କ ପାଇଁ। ଏଥିରୁ ଆପଣମାନେ କିଛି ଶିଖିବେ, କିଛି ଜାଣିବେ। ଏଥିରେ ଅନେକ କିଛି ଅଛି, ସାଧାରଣ ଜ୍ଞାନ ଅଛି। ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଏବଂ ମଜାଦାର ମଧ୍ୟ ଅଛି। ଫନି ଭିଡ଼ିଓ ସହିତ ଆଧାରିତ, ଜେନେରାଲ ନଲେଜ ସହିତ। ଏଥିରେ ଆପଣ ହିସାବ ପତ୍ର କରି ନିଶ୍ଚିନ୍ତ କମେଣ୍ଟ ଦେବେ ବୋଲି ଆଶା ରଖିଛୁ। ଆପଣମାନଙ୍କର ଗୋଟିଏ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ। ଯେମିତି ହେଉ ଆମ ପାଇଁ ଟିକେ ସମୟ କାଢ଼ି କମେଣ୍ଟ ବକ୍ସରେ ଲେଖନ୍ତୁ। 40ଟା ଗାଈ ଅଛି, ବଗ 40ରୁ ମାନେ ଗାଈ କେତେଟା? ଗାଈ 16ଟା ନା 19ଟା? କୁହ ସାଙ୍ଗମାନେ, ଏତେ ବାଟର ହିସାବ ମୁଁ ପାଉନାହିଁ। ଆପଣମାନେ କମେଣ୍ଟ ବକ୍ସରେ ମୋତେ ଟିକେ ସାହାଯ୍ୟ କରନ୍ତୁ। ନା କ'ଣ କହୁଛ? ସେମିତି ସବୁରେ କହିପାରିବ ମାନେ ନାହିଁ। ଏ ପ୍ରଶ୍ନଟି ରହୁଛି ସାଙ୍ଗମାନଙ୍କ ପାଇଁ, କିନ୍ତୁ ତୁମେ କହିପାର କିମ୍ବା ନ କହିପାର। ନା କ'ଣ କହୁଛ? ଯାଉ ସାଙ୍ଗମାନେ, ଆଜି ଢଗ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହେଇଛି, କିନ୍ତୁ ଆପଣମାନେ ହିସାବ କରନ୍ତୁ ସାଙ୍ଗମାନେ, ଉତ୍ତରଟି ନିଶ୍ଚିନ୍ତ ପାଇପାରିବେ। ତଥାପି ଭାବୁଛନ୍ତି ଭାଉଜ କହିବାକୁ, କିନ୍ତୁ କ'ଣ କରିବେ କହି ହେଉନି ନା। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନରେ ଆପଣଙ୍କ ଉପରେ ଛାଡ଼ିଦେଲୁ, ଯେ କି ଆପଣ ନିଶ୍ଚିନ୍ତ କମେଣ୍ଟରେ ଲେଖିଦିଅନ୍ତୁ। ତାହେଲେ ସାଙ୍ଗମାନେ ଆସ ଆମେ ଦେଖିବା ସେକେଣ୍ଡ ପ୍ରଶ୍ନଟି। ମୁଁ ଭାଉଜଙ୍କୁ ପଚାରିବି, ଭାଉଜ କ'ଣ ଉତ୍ତର ଦେଉଛନ୍ତି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିନିଅନ୍ତୁ। ହିସାବ କର ହିସାବ। ଭାଉଜ ହିସାବ କରୁଛନ୍ତି, କିନ୍ତୁ କରିବେ କ'ଣ? ହିସାବରେ
ପାରୁନାହାନ୍ତି ସାଙ୍ଗମାନେ। ତାହେଲେ ସେକେଣ୍ଡ ପ୍ରଶ୍ନ ମୁଁ ଷ୍ଟାର୍ଟ କରୁଛି। ଭାଉଜ ହିସାବରେ ପାରିଲେନି, ଛାଡ଼ କହିଦେଲେ ତ ସାଙ୍ଗମାନେ ଦେବେ, ବ୍ୟସ୍ତ ହୁଅନି। ତାହେଲେ ସେକେଣ୍ଡ ପ୍ରଶ୍ନଟି ରହିଲା, ସାଙ୍ଗମାନେ ଭଲ ଭାବରେ ଶୁଣନ୍ତୁ ଧ୍ୟାନରେ, ଭାଉଜ କ'ଣ ଉତ୍ତର ଦେବେ। ଶ୍ୟାମ ବାବୁଙ୍କର ମାସିକ ଦରମା 25,000 ଥିଲା। ଶ୍ୟାମ ବାବୁଙ୍କର ମାସିକ ଦରମା 25,000 ଥିଲା। ଏବେ ତାଙ୍କ ଦରମା 8% ବଢ଼ିଲା। ତେବେ ବର୍ତ୍ତମାନ ତାଙ୍କ ଦରମା କେତେ ହେଲା? ଶ୍ୟାମ ବାବୁଙ୍କର ମାସିକ ଦରମା 25,000 ଟଙ୍କା ଥିଲା। ଏବେ ତାଙ୍କ ଦରମା 8% ବଢ଼ିଲା। ତେବେ ଶ୍ୟାମ ବାବୁଙ୍କର ଦରମାଟି କେତେ ହେଲା? 27,000। ସାଙ୍ଗମାନେ ମୁଁ ରଖିଛି 26,500, 27,000, 27,500, 28,000। ଏଥିରୁ ବାଛ। ସାଙ୍ଗ 27,500 ପ୍ରଥମେ କହୁଥିଲି। 27,500 ଭାଉଜ କହୁଛନ୍ତି। ସାଙ୍ଗମାନେ ଭାଉଜ ଠିକ୍ କହିଛନ୍ତି କି ନାହିଁ ଆପଣମାନେ ହିଁ କମେଣ୍ଟ ବକ୍ସରେ ଲେଖିଦେବେ ବୋଲି ଆଶା ବିଶ୍ୱାସ ରଖିଛି। କିନ୍ତୁ ମୁଁ ତ ଜାଣିଛି ଭାଉଜ ଭୁଲ କହିସାରିଲେଣି। କାରଣ 25,000ରୁ ଯେତେବେଳେ 250 ଟଙ୍କା ବଢ଼େଇଲେ 10% ହେଲେ ସେଇଟା ବଢ଼ିଯାଏ। ସେଇଟା 10% ବଢ଼ିଲେ 250 ଟଙ୍କା ହିଁ ଆସିଥାଏ। ଭାଉଜ ତ ରଙ୍ଗ କହିଦେଇଛନ୍ତି। ଯାହା ଆଉ 3ଟି ଅଛି, ଆପଣମାନେ କମେଣ୍ଟ ବକ୍ସରେ ଲେଖିବେ ବୋଲି ଆପଣମାନଙ୍କ ପାଇଁ କମେଣ୍ଟ ବକ୍ସଟି ଖୋଲା ଅଛି। ଆପଣମାନେ କମେଣ୍ଟରେ ଲେଖିବେ ବୋଲି ଆଚ୍ଛା ଓ ବିଶ୍ୱାସ ରଖିଛୁ। ପୁଣି କହିଲେଣି ଭାଉଜ 27,000। ସାଙ୍ଗମାନେ ଆପଣମାନେ ହିସାବ କରି ଭାଉଜ ହିସାବ ଟିକେ ପାଉନାହାନ୍ତି। ଆପଣମାନେ ପ୍ରଶ୍ନର ଉତ୍ତର ଦେବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଏଥିରେ ଆପଣମାନେ କିଛି ଶିଖିପାରିବେ, କିଛି ଜାଣିପାରିବେ। ଆପଣମାନଙ୍କ ପାଇଁ ରଖିଛୁ ସୁନ୍ଦର ପ୍ରଶ୍ନ। ଆମେ ଡେଲି ଅପଲୋଡ଼ କରୁଛୁ ସାଙ୍ଗମାନେ ସୁନ୍ଦର ସୁନ୍ଦର ମଜାଦାର ଭିଡ଼ିଓ, ଢଗ ପ୍ରଶ୍ନ ସହିତ ଆଧାରିତ ଅନେକ କିଛି, ଯିଏକି ଏଥିରେ ଜେନେରାଲ ନଲେଜ ଅଛି, ସାଧାରଣ ଜ୍ଞାନ ଅଛି। ଆପଣମାନେ ଏଥିରୁ କିଛି ଶିଖିପାରିବେ। ଯାହା ହଉ ସାଙ୍ଗମାନେ, ଆପଣମାନେ ଆମ ପାଇଁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ, ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। ଦେଖନ୍ତୁ ସାଙ୍ଗମାନେ, এই ସୁନ୍ଦର ପାର୍କରେ ସକାଳୁ ସକାଳୁ ଇଚ୍ଛା ହେଲା ଭାଉଜଙ୍କୁ ନେଇକି ଆସିଲି ଏବଂ ସୁନ୍ଦର ପ୍ରଶ୍ନ ମୁଁ ପଚାରିଲି, ଯେ କି ଏଥିରେ କିଛି ଶିଖିବାର ଅଛି। ଏଥିପାଇଁ ଭାଉଜଙ୍କୁ ଟିକେ ହିସାବ ପତ୍ରରେ ଆଗକୁ ନେବାକୁ ହେଲେ ତାଙ୍କୁ କିଛି ପ୍ରଶ୍ନ ପଚାରିବାକୁ ପଡ଼ିବ। କାରଣ ମୁଁ ଯଦି କୌଣସି ଜାଗାକୁ ଡ୍ୟୁଟି ଚାଲିଯାଏ, ଭାଉଜ ପନିପରିବା କତରୁ ନେଇ ରାସନ ପତ୍ର କିଣିବେ, କେମିତି କିଣିବେ ଭୁଲ କରିଦେବେ। ଏଥିପାଇଁ କିଛି ଶିଖିପାରିବେ, ଆପଣ ମଧ୍ୟ କିଛି ଜାଣିପାରିବେ। ଯାହା ହଉ ସାଙ୍ଗମାନେ, ଏ ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ ଦେବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ସାଙ୍ଗମାନେ ଭାଉଜ ଚିନ୍ତାରେ ଅଛନ୍ତି, ତଥାପି ହିସାବ କରୁଛନ୍ତି, ହିସାବଟି ପାଉନାହାନ୍ତି। ଆପଣମାନେ କମେଣ୍ଟରେ ଦେବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ ସାଙ୍ଗମାନେ। ଯାହା ହଉ ସାଙ୍ଗମାନେ, ଏ ଭିଡ଼ିଓଟି ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ଆଶା ରଖିଛୁ ସାଙ୍ଗମାନେ। ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଆପଣମାନେ ଭଲରେ ଥାଆନ୍ତୁ। ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ନା କ'ଣ କହୁଛ କୁହ? ଚିନ୍ତା କ'ଣ ରହିଛ? ଯେକୌଣସି ଭିଡ଼ିଓରେ ଭାଉଜ ନ କହିପାରିଲେ ଟିକେ ଚିନ୍ତାରେ ରହନ୍ତି, ହିସାବ ପତ୍ର କରିଚାଲନ୍ତି, କିନ୍ତୁ ଉତ୍ତରଟି କେବେ ପାଇବେ? ଆପଣମାନଙ୍କ କମେଣ୍ଟକୁ କ'ଣ ଅପେକ୍ଷା ରହିଲ? କହୁନା ସାଙ୍ଗମାନଙ୍କୁ। ସାଙ୍ଗମାନେ ମୁଁ କହିପାରୁନି, ଆପଣମାନଙ୍କ କମେଣ୍ଟକୁ ଅପେକ୍ଷା ରହିଲି। କୁହ। ହେଉଛି ହିସାବ, ଚାଲିଛି ହିସାବ। ସୁନ୍ଦର ପାର୍କରେ ହାତ ଲେଖି ଦେଖନ୍ତୁ କେମିତି ଭାଉଜ ଲେଖୁଛନ୍ତି, ହିସାବ କରୁଛନ୍ତି, କିନ୍ତୁ ପାଉନାହାନ୍ତି। କ'ଣ କରାଯିବ? ପ୍ରଶ୍ନଟି ତାଙ୍କୁ ଟିକେ କଷ୍ଟକର ହେଇଯାଇଛି ସାଙ୍ଗମାନେ। ଆଜି ତ ସମୟ ହୋଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ନିଶ୍ଚିନ୍ତ ଆପଣମାନଙ୍କ ପାଇଁ ଆମେ ଆଣିବୁ ମଜାଦାର ଢଗ ପ୍ରଶ୍ନ। ଆପଣ ଦେଖିବେ, ଆପଣମାନେ ହସିବେ, ଆମେ ହସିବୁ, ସମସ୍ତେ ହସିବେ। ଭାଉଜ ମଧ୍ୟ ହସିଲେଣି ଦେଖନ୍ତୁ ସାଙ୍ଗମାନେ। ତାହେଲେ ସାଙ୍ଗମାନେ, ଆଜି ଆମର ସମୟ ହୋଇଗଲାଣି। ଏବେ ଆମେ ରହିବା ନା କ'ଣ? ଆସ।
ଏବେ ଆମେ ଆସୁଛୁ ଦେଖନ୍ତୁ ସାଙ୍ଗମାନେ ଏବେ ଆମେ ସମୟ ହେଇଗଲାଣି ଏବେ ଆମେ ରହିବୁ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ନିଶ୍ଚିନ୍ତ ଢଗ ପ୍ରଶ୍ନଟି ଆଣିବୁ ଏତିକି ରିକ୍ୱେଷ୍ଟ ଆପଣମାନଙ୍କୁ ରଖିଛୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ କେବେ ହେଲେ ଭୁଲିଯିବେନି ସେୟାର କରିନିଅନ୍ତୁ ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ ଜୟ ଜଗନ୍ନାଥ ନମସ୍କାର। ନମସ୍କାର।